ମା ଆଲୋଚନା କରିବା ଜ୍ଞାନ 428। ପ୍ରଭୁ ଲେଖୁଛନ୍ତି, ମୁଁ ସବୁଠାରୁ ଅଧିକ ପରିମାଣରେ କୃଷ୍ଣଙ୍କୁ ଭଲ ପାଉଥିଲି କିମ୍ବା କାଳୀଙ୍କୁ ଭଲ ପାଉଥିଲି। ବେଶ କେତେକ ଅବଧି ପର୍ଯ୍ୟନ୍ତ ସେ କଥାକୁ ଆଦୌ ଜାଣିନଥିଲି। କାଳୀଙ୍କୁ ଭଲ ପାଉଥିବା ସମୟରେ ମୁଁ ପ୍ରକୃତରେ ନିଜକୁ ଭଲ ପାଉଥିଲି। ମାତ୍ର ଯେତେବେଳେ କୃଷ୍ଣଙ୍କୁ ଭଲ ପାଇବାକୁ ଆରମ୍ଭ କଲି, ସେତେବେଳେ ଆଉ ଜଣକୁ ଭଲ ପାଇଲି ଏବଂ ତଥାପି ପ୍ରକୃତରେ ମୋ ନିଜକୁ ହିଁ ଭଲ ପାଉଥିଲି। ତେଣୁ ମୁଁ କାଳୀଙ୍କ ଅପେକ୍ଷା କୃଷ୍ଣଙ୍କୁ ହିଁ ଅଧିକ ଭଲ ଭାବରେ ଭଲ ପାଇପାରିଲି। ମା ଲେଖୁଛନ୍ତି, ବିଭିନ୍ନ ବିଚାରକୁ ପ୍ରକାଶ କରିବାରେ ଶ୍ରୀଙ୍କ ସର୍ବଦା ଏକ ଆପଣା ମାର୍ଗ ରହିଥିଲା। ସେ ଏକ ଅତ୍ୟନ୍ତ ମୌଳିକ ରୀତିରେ ସବୁ କଥା କହୁଥିଲେ ଏବଂ ଅତ୍ୟନ୍ତ ଅପ୍ରତ୍ୟାଶିତ କଥା ଗୁଡ଼ିକ କହୁଥିଲେ। ଦେଖନ୍ତୁ, ଏଠି ପ୍ରଭୁଙ୍କର ଯୋଉ କହିବାର ଭଙ୍ଗୀ, ବର୍ଣ୍ଣନା କରିବା ଶୈଳୀ ଏବଂ ଗଭୀରତାର ଯୋଉ ଅନୁଭୂତିର କଥାଟିକୁ ସେ କେତେ ସୁନ୍ଦର ଭାବରେ ପରିପ୍ରକାଶ କରିପାରନ୍ତି। ଗୋଟେ ଦାର୍ଶନିକ କଥାଟାକୁ କେତେ ସୁନ୍ଦର ଭାବରେ ପରିପ୍ରକାଶ କରୁଛନ୍ତି। କହୁଛନ୍ତି, ମୁଁ କୃଷ୍ଣଙ୍କୁ ଭଲ ପାଉଥିଲି, କାଳୀଙ୍କୁ ଭଲ ପାଉଥିଲି, କାହାକୁ ଅଧିକ ଭଲ ପାଉଥିଲି ମୁଁ ସେ କଥା କେତେ ଅବଧି ପର୍ଯ୍ୟନ୍ତ ଜାଣିନଥିଲି। ତାପରେ କହୁଛନ୍ତି, ମୁଁ ଯେତେବେଳେ କାଳୀଙ୍କୁ ଭଲ ପାଉଥିଲି ସେତେବେଳେ ମୁଁ ପ୍ରକୃତିରେ ମୋତେ ହିଁ ଭଲ ପାଉଥିଲି। ଯେତେବେଳେ କୃଷ୍ଣଙ୍କୁ ଭଲ ପାଇଲି ସେତେବେଳେ ବି ମୋତେ ହିଁ ଭଲ ପାଇଲି। ତାପରେ କହୁଛନ୍ତି ଯେ ମୁଁ କାଳୀଙ୍କ ଅପେକ୍ଷା କୃଷ୍ଣଙ୍କୁ ହିଁ ଅଧିକ ଭଲ ଭାବରେ ଭଲ ପାଇପାରିଲି। ଏ ସବୁ ଭିତରେ ଦେଖନ୍ତୁ ଗୋଟେ କଥା ଯୋଉଟା ସେ କହିବାକୁ ଚାହୁଁଛନ୍ତି, ନିଜେ ତ ପରମ ଅବତାର ଗ୍ରହଣ କରିଛନ୍ତି ଅତିମାନ ଶକ୍ତିକୁ ଅବତରଣ କରିବା ପାଇଁ। ମନୁଷ୍ୟ ରୂପରେ ଗ୍ରହଣ କରି ମନୁଷ୍ୟ ଶରୀର ଧରିକି ମଣିଷ ଭଳି ହିଁ ଆମକୁ ସେ ବାଟ ଦେଖାଉଛନ୍ତି। ସେଠି ଯେତେବେଳେ ଆମେ ଯୋଉ ତାଙ୍କୁ ଭଲ ପାଉଛି ତାଙ୍କୁ ଭଲ ପାଉଛି ପରସ୍ପର ଭିତରେ ଗୋଟେ ଲଢେଇ ହୁଏ ବା ବେଳେ ବେଳେ ଦ୍ୱନ୍ଦ୍ୱ ହୁଏ। ଅମକ ମାର୍ଗୀ ସବୁ କହନ୍ତି ନା, ସେ ହଉଛନ୍ତି ଏ ମାର୍ଗୀ, ସେ ହଉଛନ୍ତି ସେ ମାର୍ଗୀ, ଇଏ ଅନ୍ୟ ସମ୍ପ୍ରଦାୟର, ସେ ଅନ୍ୟ ପନ୍ଥ ସମ୍ପ୍ରଦାୟ, ଆମେ ସେ କହନ୍ତି ଆମେ ହଉଛୁ ଶାକ୍ତ, ସେ ହଉଛନ୍ତି ଶୈବ, ସେ ହଉଛନ୍ତି ବୈଷ୍ଣବ। ଏଇ ପ୍ରକାରର ବି ରହିଛି। ତା ବାଦେ ବି ଅନ୍ୟ ଧର୍ମାବଲମ୍ବୀରେ ଖ୍ରୀଷ୍ଟିଆନିଟିରେ ବି, ଇସଲାମରେ ବି, ଏବଂ ତା ବାଦେ ଅନ୍ୟ ଇହୁଦୀ ବି, ସମସ୍ତଙ୍କର ସବୁ ଯିଏ ଯୋଉ ତାକୁ ଆମେ ସେକ୍ଟ ବୋଲି କହନ୍ତି, ଯୋଉ ପନ୍ଥରେ ଯିଏ ରହିଲେ ସେମାନେ ସେଇଟାକୁ ହିଁ ଗ୍ରହଣ କଲେ ଅଧିକ ଭାବରେ। ଏବଂ ସେମାନଙ୍କ ଭିତରେ ସମସ୍ତଙ୍କ ଭିତରେ ଗୋଟେ ଦ୍ୱନ୍ଦ୍ୱ ରହେ। କିନ୍ତୁ ପ୍ରକୃତରେ ଯେତେବେଳେ ଜଣେ ତାଙ୍କର ଇଷ୍ଟ ଦେବ ଯାହା ଯିଏ ବି ହୁଅନ୍ତୁ ତାଙ୍କୁ ଯଦି ସତରେ ଭଲ ପାଉଥିବ, ତେବେ ସିଏ ଅନ୍ୟ କାହାକୁ ଘୃଣା କରିପାରିବ ନାହିଁ। ଯଦି ସେ ନିଜ ଇଷ୍ଟ ଦେବଙ୍କୁ ଭଲ ପାଇଲା ପରେ ଅନ୍ୟମାନଙ୍କୁ ଘୃଣା କରୁଛି, ଦିଟା କଥା। ଗୋଟେ କଥା ହଉଛି ଆଇଦର ସେ ଇଷ୍ଟ ଦେବଙ୍କୁ ପ୍ରକୃତରେ ଭଲ ପାଏ ନାହିଁ, ଦ୍ୱିତୀୟ କଥା ହଉଛି ତାହେଲେ ସେ ଇଷ୍ଟ ଯାହାଙ୍କୁ ଗ୍ରହଣ କରୁଛି ସେ ଇଷ୍ଟ ନୁହନ୍ତି, ସାଧାରଣ କିଏ ମନୁଷ୍ୟ। ତାହେଲେ ହବ, ତାହେଲେ ମନୁଷ୍ୟଙ୍କୁ ଭଲ ପାଉଛି ନା, ତାଙ୍କର ପ୍ରଭୃତି ତାଙ୍କର ଇଏ ସେଠି ନର୍ମାଲ ହିସାବରେ ରହିବ। ଆଗରୁ ସବୁ ଥିଲା ଯେ ଗୁରୁ ପରିବର୍ତ୍ତନ କରିବା ଦୋଷାବହ। ସେଇ ଗୁରୁ କୂଳ ସମୟର କଥା। ଜଣେ ଗୁରୁଙ୍କ ପାଖରେ ଶିଷ୍ୟଟିଏ ବହୁତ ଅଧ୍ୟବସାୟୀ ଏବଂ ଅଧିକରୁ ଅଧିକ ତାଙ୍କର ଜ୍ଞାନ ପିପାସା ଦେଖି ତାଙ୍କ ଗୁରୁ ତାଙ୍କୁ ପଠେଇଲେ ଆଉ ଜଣଙ୍କ ପାଖକୁ, ସିଏ ତାଙ୍କ ଗୁରୁ। କିନ୍ତୁ ସେତେବେଳେ ସବୁ ତିଳକ, ଭିନ୍ନ ଭିନ୍ନ ତିଳକ ଥିଲା। ଯାହାର ଯୋଉ ତିଳକ ଥିଲା ସେଇ ତିଳକରୁ ଜଣା ପଡୁଥିଲା ଯେ ସିଏ କୋଉ ଗୁରୁଙ୍କର ଶିଷ୍ୟ ବୋଲି। ସେ ଯେତେବେଳେ ତାଙ୍କ ଗୁରୁଙ୍କ ପାଖକୁ ପଠେଇଛନ୍ତି, ସେ ତାଙ୍କ ଗୁରୁଙ୍କ ପାଖରେ ଶିକ୍ଷା ଗ୍ରହଣ କରୁଛନ୍ତି, ସେଇ ସମୟରେ ତାଙ୍କୁ ଗୋଟେ ଦାୟିତ୍ୱ ଦିଆଯାଇଥିଲା, ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଯୋଉ ମନ୍ଦିରଟି ଭିତରର ସଫା କରିବା, ପରିଷ୍କାର କରିବା। ସିଏ ପ୍ରତ୍ୟେକ ଦିନ ପରିଷ୍କାର କରନ୍ତି। ଯେତେବେଳେ ସବୁ ସମୟ ରହିଛି ସମୟରେ ପରିଷ୍କାର କରନ୍ତି ଏବଂ ଶେଷକୁ ଫାଇନାଲ ଯେତେବେଳେ ସବୁ ଶ୍ରଦ୍ଧାଳୁ ମାନେ ଯାଇ ସାରନ୍ତି, ଫାଇନାଲ ସେ ପରିଷ୍କାର କରିସାରି ବନ୍ଦ ବାନ୍ଦ କରିକି ଆସନ୍ତି। ଦିନେ ସେ ଯେତେବେଳେ ସଫା କରୁଛନ୍ତି, ସେ ସମୟରେ ପାଉଁଜିଟି ପାଇଲେ। ହଠାତ୍ ଦେଖିଲେ ଗୋଟିଏ ପଟ ପାଉଁଜି ସେଠି ଅଛି। ତାକୁ ଯେତେବେଳେ ସେ
ଧରି ଦଉଛନ୍ତି ତାଙ୍କ ଭିତରେ ଗୋଟେ ସ୍ପନ୍ଦନ, ଏମିତି ଏକ ସ୍ପନ୍ଦନ ହେଲା ଯେମିତି ଗୋଟେ ଯେମିତି ଆପଣ ଆମେ ଆମେ ଆମ ମନରେ ବୁଝିବାକୁ କେବଳ କହିବାକୁ ଚେଷ୍ଟା କରୁଛୁ। ସେ ଯେତେବେଳେ ସେ ପାଉଁଜିଟାକୁ ଧରି ଦଉଛନ୍ତି ତାଙ୍କ ଭିତରେ ଏକ ସ୍ପନ୍ଦନ ଯେମିତି ସ୍ପାର୍କ ମାରିଲା ଭଳିଆ, ବା ଆମେ ମନରେ କହୁଛୁ କିନ୍ତୁ ସେ ଗୋଟେ ସ୍ପନ୍ଦନ ଅନୁଭବ କଲେ ଯେମିତି ଗୋଟେ ଉଚ୍ଚତର ଶକ୍ତି ତାଙ୍କ ଭିତରେ ଦେଇ ପ୍ରବେଶ କରିବାକୁ। ଏବଂ ସେ ତାକୁ ଧରିଲା ପରେ ସେ କହିଲେ ପାଉଁଜିଟା କାହାର, ଯେ ଏମିତି ଏକ ସ୍ପନ୍ଦନ ଆସିଲା। ତେଣୁ ସେ ତାକୁ ଧରିକି ତାପରେ ସଫା କରୁଛନ୍ତି। କିନ୍ତୁ ତାଙ୍କ ଭିତରେ ସେଇ ଗୋଟେ ପ୍ରଶ୍ନ ରହିଛି। କିଛି ସମୟ ପରେ ଜଣେ ମନ୍ଦିର ପାଖକୁ ଆସି ଝିଅଟି କହୁଛନ୍ତି, ଆଉ ଆମ ସଖୀଙ୍କର ପାଉଁଜିଟି ପଡି ଯାଇଥିଲା, ଆଉ ମତେ ସେଟା ଦିଅନ୍ତୁ, ମୁଁ ନେଇକି ଯିବି। ସେ କହିଲେ ତାଙ୍କ ଭିତରେ ସେ ଯୋଉ ସ୍ପନ୍ଦନଟିଏ ରହିଛି, ସେ ଭୁଲି ପାରୁନାହାନ୍ତି ତାକୁ। ତେଣୁ ସେ କହିଲେ କିଛି ତ ଗୋଟେ ଅଛି, ସେଟାକୁ ସେ ଭାବି ପାରୁନାହାନ୍ତି, କହିପାରୁନାହାନ୍ତି। କହିଲେ ଦେଖନ୍ତୁ ଆଜ୍ଞା, ଆଉ ମୁଁ ସେମିତି ଆପଣଙ୍କୁ ଦେଇପାରିବିନି। ଯାହାଙ୍କର ପାଉଁଜି ସିଏ ଯଦି ନ ଆସିବେ ତାହେଲେ ମୁଁ ଦେବି ନାହିଁ। ସିଏ ଆସିବେ, ମୁଁ ତାଙ୍କୁ ଦେଖିବି, ତାଙ୍କ ଆର ପାଉଁଜିଟିକୁ ଦେଖିବି, ତାପରେ ଯାଇ ଦେବି। ସେ ଯେତେ ସେ ଚେଷ୍ଟା କଲେ, ଯେତେ ବୁଝିଲେ, କହିଲେ ନାଇଁ ଆମ ସଖୀ ଆସିପାରିବେନି, ସିଏ କଣ ଆସିବେ। ଇଏ କହିଲେ ନାଇଁ ନାଇଁ ମୁଁ ଦେବି ନାହିଁ। ସେଠୁ ଫେରିଗଲେ। ପୁଣି ଆଉ ଜଣେ ସଖୀ ଆସି ପହଞ୍ଚିଲେ। ସିଏ ଆସିକିରି ବହୁତ ପ୍ରକାର ବୁଝେଇଲେ। କହିଲେ ଦେଖ ଆମ ସଖୀ ଆମର ସେ ହଉଛନ୍ତି ଜେମାମଣି, ସିଏ କଣ ଏମିତି ସବୁବେଳେ ଆସିବେ। ସେ ମନ୍ଦିରକୁ ଆସିଥିଲେ, ମନ୍ଦିର ଦର୍ଶନ କରିକି ଗଲେ, ଆଉ ତେଣୁ ସିଏ ସେମିତି କଣ ସବୁବେଳେ ବଡ ବଡ ଲୋକମାନେ ସବୁ ଆସନ୍ତି ବାରମ୍ବାର, ଆଉ ତମେ କଣ ଭାବୁଛ ତମ ପାଇଁ ଆସିବେ। ଇଏ କହିଲେ ଦେଖନ୍ତୁ ଆଜ୍ଞା, ସିଧା କଥା, ମୁଁ ଯେ ପର୍ଯ୍ୟନ୍ତ ତାଙ୍କୁ ନ ଦେଖିଛି ଦେବି ନାହିଁ। ତାଙ୍କର ଆର ପାଉଁଜିଟି ଦେଖିବି, ତାପରେ ଦେବି। ତାପରେ ସେଠୁ ସେ ଫେରି ଯାଉଛନ୍ତି। ତାପରେ ସଖୀ ଯାଇକି ତାଙ୍କ ଜେମାଙ୍କୁ କହୁଛନ୍ତି, ଦେଖନ୍ତୁ ଆଜ୍ଞା, ଆକ୍ଚୁଆଲି କଥା ହେଇଛି କଣ, ସେ ହଉଛି ଶ୍ରୀରାଧାଙ୍କର ପାଉଁଜି। ସଖୀ କହୁଛନ୍ତି ଆଉ ଦେବୀ ମା, ମାନେ ତାଙ୍କ ସଖୀ କହୁଛନ୍ତି, ସଖୀ ତମେ ତ କୃପା କରିକି ଜାଣିକରି ତାକୁ ପାଉଁଜିଟା ପକେଇଛ, ତାର ଭକ୍ତିରେ ତମେ ସନ୍ତୁଷ୍ଟ ଅଛ, ଏବଂ କୃପା କରିକି ନିଜେ ପକେଇଛ, ପୁଣି ଏତେ କାହିଁକି ଖେଳଉଛ। ଯାଉନ, ସେ ତ ତମରି ଦର୍ଶନ ପାଇଁ ଅପେକ୍ଷା କରିଛି, ଆଉ ତମେ ତ ସେଥିପାଇଁ ହିଁ କରିଛ। ଦେଖନ୍ତୁ ଭଗବତୀ ମା ଏସବୁ ଯେତେ କୃପା ନା, ସେ ଅହେତୁକି କୃପା ସବୁବେଳେ କରନ୍ତି। ଯେତେବେଳେ ଭକ୍ତ ଭିତରେ ପ୍ରସ୍ତୁତି ହେଇଯାଇଥାଏ, ତାର ଆଧାର ଯେତେବେଳେ ପ୍ରସ୍ତୁତ ହେଇଯାଇଥାଏ, ସେତେବେଳେ ସିଏ ରହିପାରନ୍ତିନି, ଆସିଯାଆନ୍ତି ତାଙ୍କ ପାଖକୁ। ତେଣୁ ସଖୀ ମାନେ ବାଧ୍ୟ କରିଛନ୍ତି, ସେଠୁ ନିଜେ ଶ୍ରୀରାଧା ଆସୁଛନ୍ତି, ଟିକେ ଅନ୍ୟ ରୂପରେ ଆସିଛନ୍ତି, ସାଧାରଣ ରୂପରେ ଆସିଛନ୍ତି, ଗୋଟେ ଝିଅ ଭଳି। ଆଉଠୁ ଯେତେବେଳେ ସେ ତାଙ୍କୁ ଦେଖି ଦଉଛି, ଦେଖନ୍ତୁ ଭକ୍ତ ଯାହା ଭିତରେ ଖୋଲି ଯାଇଛି, ଅନ୍ତରାତ୍ମା ଆଡକୁ ଯୋଉ ମାର୍ଗଟି ଖୋଲି ଯାଇଛି, ସେତେବେଳେ ସିଏ ସ୍ପର୍ଶ କିଛି ତ ଅନୁଭବ କରିପାରିବ। ଯେତେବେଳେ ଆସୁଛନ୍ତି, ସେ ଆସିବାର ଶିହରଣ, ମାନେ ତାଙ୍କର ସେ ଯୋଉ କଣ ସୂକ୍ଷ୍ମର ଯୋଉ ପ୍ରଭାବରେ ତାଙ୍କ ଭିତରେ ଅନ୍ୟ ଏକ ସ୍ପନ୍ଦନ ସୃଷ୍ଟି ହଉଛି। ସେ କହୁଛନ୍ତି ଇଏ ସାଧାରଣ ଝିଅ ନୁହଁ। ସେ ଆସି ତ ପହଞ୍ଚୁଛନ୍ତି, କହିଲେ ଯଦି ଇଏ ସାଧାରଣ ଝିଅ ହେଇଥିବେ ତାହେଲେ ତ ଏ ପ୍ରକାର ଅନୁଭବ ଆସିବନି। ଯଦି ଏ ନିଜେ ଶ୍ରୀରାଧା ହେଇଥିବେ ତାହେଲେ ମୁଁ କାହିଁକି ହାତଛଡା କରିବି। ପାଖରେ ପାଇଛି ନା, କାହିଁକି ହାତଛଡା କରିବି। ସେଇଠୁ କହୁଛନ୍ତି ଆପଣଙ୍କୁ ଆର ଗୋଡ ଦେଖାନ୍ତୁ। ଯୋଉ ଆର ଗୋଡ ଦେଖେଇଛନ୍ତି, କହିଛନ୍ତି ଆଉ ଯଦି ମତେ ଅନୁମତି ଦେବେ, ମୁଁ ଆପଣଙ୍କ ସେ ଗୋଡର ଆର ଗୋଡରେ ପାଉଁଜି ମୁଁ ପିନ୍ଧେଇ ଦେଇପାରିବି। ସେ ଇଏ ସବୁ ସଖୀ ମାନେ କହୁଛନ୍ତି ସେମିତି କେମିତି ହବ, ନହେଲେ ନାଇଁ ମୁଁ ଦେବି ନାହିଁ। ସେଠୁ ତାଙ୍କୁ ସେ ଅନୁମତି ଦଉଛନ୍ତି। ସେ ସେଠୁ କଣ କରୁଛନ୍ତି, ତାଙ୍କୁ ଯେତେବେଳେ ପିନ୍ଧେଇ ଦବାକୁ ଯାଉଛନ୍ତି, ଯେତେବେଳେ ପିନ୍ଧେଇ ଦଉଛନ୍ତି, ସେତେବେଳେ ସେ ସେ ସ୍ପନ୍ଦନଟିକୁ ସେ ନିଜେ ଅନୁଭବ କରିପାରୁଛନ୍ତି, ଇଏ ସାଧାରଣ କିଏ ନୁହନ୍ତି। ତାପରେ ସେ ଗୋଡ ଧରିକି ପଡି ଯାଉଛନ୍ତି, ଯେ ଆପଣ ଆସିଛନ୍ତି,
ମତେ ଆପଣଙ୍କ ନିଜ ସ୍ୱରୂପରେ ଦର୍ଶନ ଦିଅନ୍ତୁ, ଏତିକି କୃପା କରନ୍ତୁ। ମୁଁ କଣ ଅଯୋଗ୍ୟ ଏତେ ମୁଁ ଆପଣଙ୍କ ଦର୍ଶନ କରିପାରିବିନି? ତାପରେ ଶ୍ରୀରାଧା ନିଜେ ତାଙ୍କୁ ନିଜ ସ୍ୱରୂପରେ ଦର୍ଶନ ଦଉଛନ୍ତି। ଦର୍ଶନ ଦେଲା ପରେ ସିଏ କଣ କରିଛନ୍ତି, ସେ ଯୋଉ ପାଉଁଜିର ଚିହ୍ନଟି ତାକୁ ସେ ପାଉଁଜିକୁ କଣ କରିଛନ୍ତି, ତାଙ୍କ ମଥାରେ ଚିହ୍ନ ଛୁଆଇଁ ଦେଇଛନ୍ତି। ଯୋଉ ଚିହ୍ନଟେ ଯୋଉ ଛୁଆଇଁ ଦେଲେ, ମାନେ ପାଉଁଜିଟି ଯୋଉ ଛୁଆଇଁ ଦେଲେ, ସେଇଟା ଗୋଟେ ଚିହ୍ନ ହେଇଗଲା। ସିଏ ସେଠୁ ଚାଲିଲା, ଗଲା, ଶିକ୍ଷା ହେଲା। ଯେତେବେଳେ ଶିକ୍ଷା ସରିଲା, ସେ ଫେରିକି ଆସିଛନ୍ତି କୋଉଠିକୁ, ତାଙ୍କ ପୂର୍ବ ଗୁରୁଙ୍କ ପାଖକୁ। ସେଇଠି ପୂର୍ବ ଗୁରୁ ଦେଖିଲେ କଣ, ଇଏ ଚିହ୍ନ ବଦଳି ଗଲେଣି, ତିଳକ ଚିହ୍ନ ବଦଳରେ କଣ ଅଲଗା ଚିହ୍ନ କଲେଣି। ସିଏ ସେଠି ତାଙ୍କୁ ଭର୍ତ୍ସନା କରୁଛନ୍ତି ଯେ ମୁଁ ତମକୁ ଜ୍ଞାନ, ତମର ଅଧ୍ୟବସାୟ, ତମର ଜ୍ଞାନ ପିପାସୁ ଦେଖି ଛାଡିଥିଲି, କିନ୍ତୁ ତମେ ଗୁରୁ ବଦଳେଇ ଦେଲ। ସେଠୁ ଇଏ କହୁଛନ୍ତି, ଦେଖନ୍ତୁ ପ୍ରଭୁ ଗୁରୁଦେବ, ମୁଁ ଏବେ ବି ଆପଣଙ୍କ ପ୍ରତି ମୋର ସେଇ ନିଷ୍ଠା ଏବଂ ସେଇ ଗୁରୁ ବୋଲି ମୁଁ ଗ୍ରହଣ କରିଛି, ମୁଁ ଦ୍ୱିତୀୟ ଗୁରୁ ଗ୍ରହଣ କରିନାହିଁ। ଆଉ ଏ ଚିହ୍ନଟି ଯୋଉଟା କହୁଛନ୍ତି, ଇଏ ମୋର ମାନେ ନିଜର ତିଳକ ଚିହ୍ନ ନୁହେଁ। ଆଉ ଆପଣ ଯଦି କହିବେ ଆକୁ ଲିଭେଇ ଦିଅନ୍ତୁ, ଯଦି ପାରିବେ ଆକୁ ଲିଭେଇ ଦିଅନ୍ତୁ। ସିଏ ଯେତେବେଳେ ତାକୁ ଲିଭେଇବାକୁ ଚେଷ୍ଟା କରୁଛନ୍ତି, ଆରେ ଖାଲି ଯଦି ଆମେ ଚନ୍ଦନରେ ତିଳକ କରିଥିବା ସିନା ସେ ଲିଭିଯିବ, ଇଏ ତ ଚିହ୍ନ ନିଜେ ମା ଦେବୀ ଦେଇକି ଯାଇଛନ୍ତି, ସେ ଆଉ ଚିହ୍ନିଲେ କୋଉଠି ଲିଭିବ? ସେ ଯେତେବେଳେ ହାତ ମାରୁଛନ୍ତି, ସେ ତାଙ୍କ ଯେମିତି କରେଣ୍ଟ ମାରିଲା ଭଳିଆ ତାଙ୍କୁ ମାରୁଛି। ପୁଣି ସେ କହୁଛନ୍ତି, ଇଏ ତ ତିଳକ ଚିହ୍ନ ନୁହଁ, ଇଏ କି ଚିହ୍ନ, କେମିତି ହେଲା? ତାପରେ ସେ କହୁଛନ୍ତି ଏଇଟା, ତାପରେ ସେ ବର୍ଣ୍ଣନା କରୁଛନ୍ତି ଘଟଣା। ତାପରେ ଗୁରୁଙ୍କ ଭିତରେ ପରିବର୍ତ୍ତନ ହେଇଯାଇଛି। ଗୁରୁ କହୁଛନ୍ତି, ଦେଖ ଶ୍ରୀରାଧା ଯାହାଙ୍କୁ ସ୍ଵୟଂ ନିଜେ ଆସି ଦର୍ଶନ ଦେଇଛନ୍ତି, ସିଏ ମୋର ଶିଷ୍ୟ କେମିତି ଆଉ? ସିଏ ତ ମୋର ଗୁରୁ, ମାନେ ତେଣୁ ସିଏ ତାଙ୍କର ପାଖରେ ଲମ୍ ହେଇ ପଡି ଯାଉଛନ୍ତି। ତେଣୁ ଦେଖନ୍ତୁ, ଯେତେବେଳେ ଆମେ ଯେତେବେଳେ ଯେକୌଣସି ଦେବାଦେବୀ ଯୋଉ କହୁଛନ୍ତି ନିଜ ଇଷ୍ଟକୁ ଯଦି ସତରେ ଭଲ ପାଉଥିବେ, ତେବେ ପ୍ରକୃତରେ ଯେହେତୁ ପରମାତ୍ମା ନିଜେ ମୋର ଅନ୍ତର ଭିତରେ ରହିଛନ୍ତି, ଯେତେବେଳେ ମୁଁ ଭଲ ପାଉଛି, ତେବେ ତାଙ୍କୁ ହିଁ ଭଲ ପାଉଛି, ଏବଂ ସେ ତ ମୋ ଭିତରେ ରହିଛନ୍ତି, ତେଣୁ ମୁଁ ମତେ ହିଁ ଭଲ ପାଉଛି। ଏଠି ତେଣୁ ଆପଣଙ୍କ ଭିତରେ ଆଉ ଏ ଦ୍ୱନ୍ଦ୍ୱ ରହିବାର ସମ୍ଭାବନା ନାହିଁ, ଯୋଉଟା କି ପ୍ରଭୁ ଏଠି ଏଇ ଜ୍ଞାନ କାରିକାରେ ଏଠି ବର୍ଣ୍ଣନା କରୁଛନ୍ତି। ଜ୍ଞାନ 429 ଲେଖୁଛନ୍ତି, ପ୍ରକୃତିର ପ୍ରଶଂସା କରିବା ଲାଗି ବା ତାହାକୁ ଏକ ଶକ୍ତି, ଏକ ଉପସ୍ଥିତି ଓ ଏକ ଦେବୀ ରୂପେ ପୂଜା କରିବାର ମଧ୍ୟ ପ୍ରକୃତରେ କି ପ୍ରୟୋଜନ ରହିଛି? ସୌନ୍ଦର୍ଯ୍ୟ ଏବଂ କଳାର ଆରୋପ କରି ପ୍ରକୃତିର ଗୁଣଗାନ କରିବାର ମଧ୍ୟ କି ଆବଶ୍ୟକତା ରହିଛି? କାରଣ ଅସଲ କଥା ହେଉଛି, ଜଣେ ବ୍ୟକ୍ତି ଯେପରି ଆପଣାର ଶରୀର ଦ୍ୱାରା ଜଣେ ନାରୀକୁ ଉପଭୋଗ କରିଥାଏ, ଆମକୁ ସେହିପରି ନିଜର ଆତ୍ମା ଦେଇ ପ୍ରକୃତିକୁ ଉପଭୋଗ କରିବାକୁ ହେବ। ଜ୍ଞାନ 430ଟା ତା ସହିତ କଣ୍ଟିନ୍ୟୁଅସ୍ ରହିଛି। ଯେତେବେଳେ ହୃଦୟ ଭିତରେ ଯଥାର୍ଥ ଦୃଷ୍ଟିଟି ରହିଥାଏ, ସେତେବେଳେ ସବୁ କିଛି ପ୍ରକୃତି, ଭାବନା, କାର୍ଯ୍ୟ, ଯାବତୀୟ ବିଚାର, ବୃତ୍ତି, ରୁଚି ଓ ବସ୍ତୁ ସକଳ କେବଳ ସେହି ପରମ ପ୍ରେମାସ୍ପଦରେ ହିଁ ପରିଣତ ହୋଇଯାଆନ୍ତି ଏବଂ ଏକ ଅପୂର୍ବ ଉଲ୍ଲାସର ଉତ୍ସ ହୋଇ ରହିଥାନ୍ତି। ଦେଖନ୍ତୁ 429 ଯୋଉ କହିଲେ ଯେ ଆମେ ଯେତେବେଳେ ଯାହାକୁ ପୂଜା କରୁ, ସାଧାରଣତଃ ଆମେ ନିଜେ ଅଲଗା ଏବଂ ସିଏ ଅଲଗା ଏକ ସ୍ଥାନରେ ରହିଲେ ହିଁ ଆମେ ପୂଜା କରିବା ସମ୍ଭବ। ଯେତେବେଳେ ଜଣେ ଏକାତ୍ମ ହେଇଯିବ, ଯେତେବେଳେ ଜଣେ ଏକାତ୍ମ ହେଇଯିବ, ସେତେବେଳେ ଆଉ ପୂଜା କରିବାର ଆବଶ୍ୟକତା ରହିବ ନାହିଁ। ଆମେ ଏଠି କହୁଛନ୍ତି ଯେ ଆମେ ପ୍ରକୃତିକୁ ପ୍ରଶଂସା କରିବା ପାଇଁ ହଉ ବା ତାକୁ ସମ୍ମାନ ଦେବା ପାଇଁ ବା କୌଣସି ସୌନ୍ଦର୍ଯ୍ୟର ପ୍ରକୃତିର ସୌନ୍ଦର୍ଯ୍ୟ, ତାର କଳାର ଗୁଣଗାନ କରିବା ପାଇଁ ତାକୁ ପୂଜା କରିବାର ଆବଶ୍ୟକତା କାହିଁ ରହିଛି, ପ୍ରୟୋଜନ କଣ ରହିଛି? ଏଠି ଦେଖନ୍ତୁ, ଚିରାଚରିତ ଧାରାରେ ଯୋଉ ଆମେ ପୂଜା କରୁଛୁ, ସେଇଟାର ଗଭୀର ତତ୍ଵକୁ କହୁଛନ୍ତି। ଆପଣ ତାକୁ ବେଳେ ବେଳେ କହିବେନି କି ତାକୁ ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ ନେବେନି ଯେ ବିରୋଧୀ ବା ଭାବନା। ଏଠି ସେ କହୁଛନ୍ତି ଯେ ଅସଲ କଥା କଣ, ଯେ ଜଣେ
ପ୍ରକୃତି ସହିତ ଏକାତ୍ମ ଯଦି ହେଇଯିବ, ସେଥିପାଇଁ ସେ କହୁଛନ୍ତି ଯଦି ମୁଁ ଆତ୍ମା ଭିତରେ ପ୍ରବେଶ କଲି, ଆତ୍ମା ଦେଇ ପ୍ରକୃତିକୁ ଉପଭୋଗ କଲି, ତାହେଲେ ପ୍ରକୃତିର ଯୋଉ ପରିପ୍ରକାଶର ପ୍ରକୃତ ଭାବ, ପ୍ରକୃତ ଉଦ୍ଦେଶ୍ୟ ଏବଂ ସେଥିରେ ମୋର ଦାୟିତ୍ୱ କଣ, ସେ ସବୁ ଜିନିଷ ମତେ କଣ ହବ, ଅବିକୃତ ଭାବରେ ମୋ ପାଖରେ ପ୍ରସ୍ଫୁଟିତ ହବ। ତେଣୁ ସେତେବେଳେ ଯଦି ଆମେ କହିପାରିବା ଯେ ଯେମିତି ବିଷ୍ଣୁ ଯେତେବେଳେ ଆସନ୍ତି କାର୍ଯ୍ୟ କିଛି କରିବାକୁ ପୃଥିବୀ ପୃଷ୍ଠରେ, ସେତେବେଳେ ଯାହା ତାଙ୍କର ଦରକାର ହୁଏ, ଯୋଗମାୟା ପ୍ରକୃତି ସମସ୍ତେ ତାଙ୍କ ସହିତ ଯେହେତୁ ସହବନ୍ଧିତ ହେଇ ରହିଥାନ୍ତି, ତେଣୁ ସେଇଭଳି ଭାବରେ ସେମାନେ ତାର ପ୍ରତ୍ୟୁତ୍ତର ଦିଅନ୍ତି ଯାହା ଦରକାର ହୁଏ। ଆପଣ ଯୋଉଟାକୁ ଶୁଣିଛନ୍ତି ତାହା ଅତିରଞ୍ଜିତ ନୁହଁ କି ଅତିଶୟୋକ୍ତି ନୁହଁ। ଯେତେବେଳେ ଶ୍ରୀକୃଷ୍ଣ ଯାଉଛନ୍ତି ସେତେବେଳେ ଯମୁନା ଉଛୁଳୁଛି, ନଦୀ ଉଛୁଳି ଉଛୁଳି କଣ କରୁଛି, ତାଙ୍କ ପାଦ ଟିକେ ସ୍ପର୍ଶ କରିବା ପାଇଁ ଚେଷ୍ଟା କରୁଛି। ଯେତେବେଳେ ପାଦ ସ୍ପର୍ଶ ପାଇଯାଉଛି, ତାପରେ ପୁଣି ବାଟ ଛାଡି ଦଉଛି। ଇଏ ପ୍ରକୃତି ସହିତ ଯେତେବେଳେ ଆପଣ ଏକାତ୍ମ ହେଇଯାଇ ପାରିବେ, ବା ତାର ମାନେ ଭାଇସ୍ ଭର୍ସାର ଅପୋଜିଟରେ, ଯେତେବେଳେ ମୁଁ ଆତ୍ମା ସହିତ ଏକାତ୍ମ ହେଇଯାଉଛି, ସେତେବେଳେ ପ୍ରକୃତି ସହିତ ମୋର ସମ୍ପର୍କ ଘନୀଭୂତ ହେଇଯିବ। ତେଣୁ ଆତ୍ମା ଦେଇ ଯେତେବେଳେ ମୁଁ ପ୍ରକୃତିକୁ ଉପଭୋଗ କରିବି, ସେତେବେଳେ ପ୍ରକୃତିର ଯୋଉ ଶକ୍ତି ତାକୁ ଗ୍ରହଣ କରିବା, ତାର ଯୋଉ ସୌନ୍ଦର୍ଯ୍ୟ, ତାର ଯୋଉ କଳା ଯାହା ବି ରହିଛି, ତାକୁ ପ୍ରଶଂସା କରିବା ପାଇଁ ତାକୁ ଆଉ ମୁଁ ପୂଜା କରିବାର ଆବଶ୍ୟକତା ପଡିବନି। ଦେବୀ ରୂପେ, ସେଥିପାଇଁ କହୁଛି ଏକ ଦେବୀ ରୂପେ ପୂଜା କରିବାର କି ପ୍ରয়োଜନ ରହିଛି। ଜ୍ଞାନ 430ରେ କହୁଛନ୍ତି ଯେ ଜଣେ ଯେତେ ହୃଦୟ ଭିତରେ ଯଥାର୍ଥ ଭାବ ରଖିଥିବ, ତେବେ ପ୍ରକୃତି, ବିଚାର, ଭାବନା, କାର୍ଯ୍ୟ, ସବୁ ବସ୍ତୁ ସକଳ ଯାହା ବି ଯୋଉଠି ରହିଛି, ସେତେବେଳେ ତା ସହିତ ସମସ୍ତଙ୍କ ସହିତ ତାର ସମ୍ପର୍କ ଏକ ସୁସଙ୍ଗତ, ସାମଞ୍ଜସ୍ୟପୂର୍ଣ୍ଣ ଏବଂ ପ୍ରେମାସ୍ପଦ ହେଇ ଉଠିବ। ଏବଂ ସେତେବେଳେ ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଅପୂର୍ବ ଉଲ୍ଲାସର ଏକ ମୁହୂର୍ତ୍ତ ହବ। ଏବଂ ସେ ଯୋଉ ଉତ୍ସଟି, ଯୋଉ ଉତ୍ସରୁ ବା ପରମଙ୍କୁ ସେଇ ବ୍ୟକ୍ତି, ସେଇ ବସ୍ତୁ ସକଳ, ସେଇ ପ୍ରକୃତି, ସେଇ ଭାବନା, ସେଇ କାର୍ଯ୍ୟ, ସେଇ ବିଚାର, ଯୋଉ ଉଦ୍ଦେଶ୍ୟରେ ତାହା ଏଠି ପହଞ୍ଚିଛନ୍ତି, ପୃଥିବୀ ପୃଷ୍ଠରେ କାର୍ଯ୍ୟ କରୁଛନ୍ତି, ସେଇ ଉତ୍ସ ସହିତ ଆମର ସମ୍ପର୍କ ହେଇଯିବ। ତେଣୁ କହୁଛନ୍ତି ସେଇ ପରମ ପ୍ରେମାସ୍ପଦରେ ହିଁ ପରିଣତ ହୋଇଯାଆନ୍ତି। ଆଉ ସମସ୍ତଙ୍କ ସହିତ ମୋର ବନ୍ଧୁତ୍ୱ ହେଇଯିବ, ଭଲ ପାଇବା ମୋର ଆସିଯିବ। ଦେଖନ୍ତୁ, ମୁଁ ଯେତେବେଳେ ସେ ଆକ୍ଚୁଆଲି କହିବାକୁ ଗଲେ ମୁଁ ତ ନିଜେ ହିଁ ହେଇଯାଇଥିବି ପରମଙ୍କ ସହିତ ଏକତ୍ୱ ହେଇଯାଇଥିବ, ଅନ୍ତରାତ୍ମା ସହିତ ଏକତ୍ୱ ହେଇଯାଇଥିବ, ଯେତେବେଳେ ଏ ସବୁ ଯାକ ନିଜରେ ହିଁ ଲାଗୁଥିବ। ଏବେ ପର୍ଯ୍ୟନ୍ତ ଯଦି ଦେଖିବା, ତେବେ ଆମେ ନିଜକୁ ଭଲ ପାଉନୁ, ନିଜର ଅଙ୍ଗ, ନିଜର ଶରୀର, ନିଜର ଯାହା ବି ରହିଛି ତାକୁ ଭଲ ପାଉଛୁ। ମୋ ନାକଟା ମତେ ବହୁତ ଭଲ ଲାଗୁନି, ଭଲ ଲାଗୁଛି, ଭଲ ପାଉଛି। ଇଭିନ୍ ଇଏ ଭଲ ପାଇବା ଠାରୁ ଆହୁରି ଗଭୀର, ଏଠି ଭଲ ପାଇବା ଏଇ ସେନ୍ସରେ ଆମେ କଥା ହବା ଯେ ଯେହେତୁ ସେଟା ମୋ ନିଜର ଏକ ଅଙ୍ଗ ହେଇ ରହିଛି, ତେଣୁ ଯଦି ମନେ କରା ଏଠିକି ହାତ ମାରିଲେ ଆମେ କହୁଛେ ଯେ ମତେ ହାତ ମାରିଲା ବୋଲି, ସେତେବେଳେ ପ୍ରକୃତିର ପ୍ରତ୍ୟେକ ବସ୍ତୁ ସକଳ, ପ୍ରତ୍ୟେକ ଇଭିନ୍ ତା ସହିତ କହୁଛନ୍ତି ଆମର ଭାବନା, କାର୍ଯ୍ୟ, ବୃତ୍ତି, ରୁଚି, ଯାବତୀୟ ବିଚାର, ସବୁ ଯାକ ତାର ଉତ୍ସ ସହିତ ସଂଯୁକ୍ତ ହେଇଯାଇଥିବ। ତେଣୁ ସେତେବେଳେ ଗୋଟେ ଅପୂର୍ବ ଉଲ୍ଲାସ ଆସିବ ଏବଂ ସବୁ ଯାକ ମୋ ପାଇଁ ପ୍ରେମାସ୍ପଦର ଏକ ଏକ ପରିପ୍ରକାଶ ବୋଲି ମତେ ଲାଗିବ। ଏବଂ ସେତେବେଳେ ଯୋଉ ଆନନ୍ଦ ଉପଭୋଗ କରିବି, ସେ ଆନନ୍ଦ ହବ ଅବିମିଶ୍ରିତ ଆନନ୍ଦ। ଦେଖନ୍ତୁ, ଏଇ ଯେତିକି ଆମେ ଆଜି ତିନିଟା ଯାକ ଆଲୋଚନା କଲେ, ସବୁ ଭିତରେ ଗୋଟିଏ କଥା ଆମେ ମନେ ରଖିବା, ସେଟା ହଉଛି ଆମେ ଯଦି ଅନ୍ତରାତ୍ମା ସହିତ ଏକୀଭୂତ ହେଇଯାଉଛନ୍ତି, ତେବେ ଆମ ହୃଦୟ ଭିତରେ ଯଥାର୍ଥ ଦୃଷ୍ଟିକୋଣ ଆସିବ। ଏବଂ ଯେତେବେଳେ ଯଥାର୍ଥ ଦୃଷ୍ଟିକୋଣ ଆସିବ, ସେତେବେଳେ ପ୍ରତ୍ୟେକ ମାନେ ବସ୍ତୁ, ବ୍ୟକ୍ତି, ସ୍ପନ୍ଦନ, ରୁଚି, ବୃତ୍ତି,
ଭାବନା କାର୍ଯ୍ୟ ଯେତେକ ଶକ୍ତି କାମ କରୁଛନ୍ତି ସମସ୍ତେ ମୋ ପାଇଁ ପ୍ରେମାସ୍ପଦ ହେଇଯିବେ। କାହିଁକି ନା ସମସ୍ତେ ପରମକୁ ଯୋଉ ଭାବରେ ପରିପ୍ରକାଶ କରିବା ପାଇଁ ନିଜକୁ ସ୍ପନ୍ଦିତ କରୁଛନ୍ତି ସେଇ ଉତ୍ସ ସହିତ ଆମର ସମ୍ପର୍କ ହେଇଯିବ। ତେଣୁ ସେ ଯୋଉ ଅପୂର୍ବ ଉଲ୍ଲାସର ଉତ୍ସ ହେଇକିରି ମୋ ପାଇଁ ସମସ୍ତେ ରହିବେ। ତାପରେ କଣ ହବ ନା ମୁଁ ଆଉ କାହାକୁ ଘୃଣା କରିପାରିବି ନାହିଁ। କାହିଁକିନା ଭଲ ପାଇବା ହିଁ ବା ଶାଶ୍ୱତ ପ୍ରେମର ଯୋଉ ନିର୍ଝରିଣୀର ଉତ୍ସ ସହିତ ମୋର ସମ୍ପର୍କ ହେଇଯାଇଥିବ, ତେଣୁ ସେତେବେଳେ ମୁଁ ଯାହାକୁ ବି ଭଲ ପାଉଥିବି ପ୍ରକୃତରେ ମତେ ହିଁ ଭଲ ପାଉଥିବି। କାହିଁକି ନା ମୋ ଭିତରେ ଅନ୍ତରାତ୍ମାକୁ ଯେହେତୁ ଭଲ ପାଉଛି, ପ୍ରତ୍ୟେକ ଜାଗାରେ ସିଏ ହିଁ ଅଛନ୍ତି, ତେଣୁ ତାଙ୍କୁ ଭଲ ପାଉଛି ମାନେ ମୁଁ ନିଜକୁ ହିଁ ଭଲ ପାଉଛି। ଏ ଏକ ବିଶାଳ ଏକତ୍ୱର ନିଦର୍ଶନ, ବିଶାଳ ଏକତ୍ୱର ପରିପ୍ରକାଶ, ବିଶାଳ ଏକତ୍ୱର ଅନୁଭବ ଏ ଭିତରେ ଆମ ଭିତରେ ଆସି ପହଞ୍ଚିବ। ମା ମା। Thank you all, Robert.